ହ୍ୟାଲୋ ୟୁଟ୍ୟୁବ ଫ୍ୟାମିଲି, ହର ହର ମହାଦେବ। ଆଜି ମଙ୍ଗଳବାର। ଆଶା କରୁଛି ଆପଣମାନେ ଭଲ ଥିବେ। ମୁଁ ବି ମଧ୍ୟ ଭଲ ଅଛି। ଆପଣ ଦେଖିପାରୁଥିବେ ଏଠି ଗୋଟେ ତରଭୁଜଟେ। ମମି ତାକୁ ଅଧା ଅଲରେଡି କାଟି ସାରିଲେଣି। ମୋତେ ତ ଏ ତରଭୁଜ କାଟି ଆସେନି। କେମିତିକା ଲାଲ ଲାଲ ତରଭୁଜ। ତରଭୁଜ ଆମର ଦେହ ପାଇଁ ବହୁତ ହାଇଡ୍ରେସନ ଦେଇଥାଏ। ଜଳୀୟ ଅଂଶ ଭରପୁର ମାତ୍ରାରେ ଥାଏ। ତେଣୁ ଆକୁ ଖାଇବା ନିହାତି ଦରକାର, ଖାସ କରି ଖରା ଦିନରେ। ଖରା ଦିନରେ ଯେହେତୁ ଆମର ଜଳୀୟ ଅଂଶ କମିଯାଏ ବଡିରେ, ତେଣୁ ତରଭୁଜ ଖାଇକି, ତରଭୁଜ ହେଉ କିମ୍ବା ତାଳ ହେଉ, ଏସବୁ ଫଳ ଜିନିଷ ଖାଇବା ଦରକାର। ଆଣ୍ଡ ଦେଖିପାରୁଥିବେ ମମି ତାକୁ ବଢ଼ିଆ ସୁନ୍ଦର ସେ ସାଇଜ କରି କାଟିକିନା ରଖିଛନ୍ତି ତରଭୁଜକୁ। ତରଭୁଜକୁ ଆହୁରି କ'ଣ କ'ଣ ଉପାୟରେ ତରଭୁଜର ଷ୍ଟାଇଲିଶ କରିହେବ ଆପଣମାନେ ଜାଣନ୍ତି। ତେଣୁ କମେଣ୍ଟରେ ନିଶ୍ଚୟ ଭାବରେ କୁହନ୍ତୁ କିମ୍ବା ସଜେସନ୍ କରନ୍ତୁ। ରଖୁଛି।